ସଚେତନତା ହିଁ ନିରାକରଣ। ବହଲଦା ବ୍ଲକ ସ୍ତରୀୟ ଏଡ୍ସ କୁଇଜ୍ ପ୍ରତିଯୋଗିତା। ଇଣ୍ଡିଆନ୍ ରେଡ୍କ୍ରସ୍ ଓଡ଼ିଶା ଶାଖା ଓ ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସୋସାଇଟିର ମିଳିତ ଆନୁକୂଲ୍ୟରେ ଜିଲ୍ଲା ଜୁନିୟର ରେଡ୍କ୍ରସ୍ ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏଡ୍ସ କୁଇଜ୍ ପ୍ରତିଯୋଗିତା ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବହଲଦା ବ୍ଲକ ପକ୍ଷରୁ ପିଏମ୍ସି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଝରାଡିହିର ସମ୍ମିଳନୀ କକ୍ଷରେ ଏଡ୍ସ କୁଇଜ୍ ପ୍ରତିଯୋଗିତା ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି। ବହଲଦା ଗୋଷ୍ଠୀ ଶିକ୍ଷାଧିକାରୀ ସୁଶ୍ରୀ ଶୁଭଶ୍ରୀ ସିଂଙ୍କ ତତ୍ତ୍ୱାବଧାନରେ ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏହି କୁଇଜ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏଥିରେ ଫାତୁ ମେମୋରିଆଲ ଏକାଡେମୀର ଛାତ୍ରୀ ଆଦ୍ୟା ଅନୁପମା ରାଜ ପ୍ରଥମ, ଝରାଡିହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ପୁନମ ବେହେରା ଓ କାପୁର ହାସଦା ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅସନା ପିଏଚ୍ସିର ଡାକ୍ତର ଜୟନ୍ତ କୁମାର ଗିରି, ମୁଖ୍ୟ ବକ୍ତା ଭାବେ ଓଷ୍ଟାର ରାଜ୍ୟ ସଭାପତି ଜ୍ଞାନରଞ୍ଜନ ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ସ୍ୱତନ୍ତ୍ର ଅତିଥି ଭାବେ ତିରିଙ୍ଗ ବ୍ଲକ ଯଦୁନାଥପୁର ସୀମାନ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡକ୍ଟର ରାଧାକାନ୍ତ ମହାରଣା, ସମ୍ମାନିତ ଅତିଥି ଭାବେ ଓଷ୍ଟାର କାର୍ଯ୍ୟକାର ସଭାପତି ପ୍ରକାଶ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବହଲଦା ବ୍ଲକ ଜେଆରସି ସଂଯୋଜକ ମନୋଜ କୁମାର ବେଶ୍ରା ସଂଯୋଜନା କରିଥିବା ବେଳେ ଫାଷ୍ଟଏଡ୍ର ମିତା ହାସଦା ଧନ୍ୟବାଦ ଅର୍ପଣ କରିଥିଲେ। ରାଇରଙ୍ଗପୁରରୁ ଉତ୍ତମ ରାମଙ୍କ ରିପୋର୍ଟ, ଖୋଲା ଖବର ଟିଭି।